हेलो फ्रेंड्स आमे पूर्वरु ऑलरेडी एंशिएंट ओडिसा रो टू थर्ड पार्ट आमे कवर कर देजे आ जस्ट टिके नाकु रह जाइए तापर मिडिएवल पार्ट आमे आज स्टार्ट करिबा। तो आमे लास्ट क्लास रे डिस्कशन करिकी छाड़ी थिले जे लास्ट डायनास्टी जे ओडिसा रे रूल करुथिले से माने होचोंदे शैलद भोज जो गुडा जाकर कि माने टेरिटोरीटा एपटे महानदी रु महेंद्रगिरी कुआ जाए माने महानदी टू ऋषिकुल्या रिवर एई रेंज रे सेटा लाई करुथिला। आउ ସେଇଟା ରୁଲ କରୁଥିଲେ କୋଉମାନେ ଶୈଳଦ ଭବଜ ମାନେ ବର୍ତ୍ତମାନ ଶୈଳଦ ଭବଜ କୁ ହଟେଇକି ସେଠି ଗୋଟେ ନୂଆ ଡାଇନାଷ୍ଟି ଆସିଲା that is ଭୌମକର ଡାଇନାଷ୍ଟି and this is a very important dynasty ଯୋଉଟା almost 736 ରେ ଆସିଲା ଯୋଉଟା କି 8th century ଆଉ almost ପାଖାପାଖି 200 ବର୍ଷ ସେ ଓଡିଶାକୁ ଶାସନ କରିଥିଲେ। ତ ତାର ଯିଏ ଫର୍ଷ୍ଟ ରୁଲର ସେ ହଉଛନ୍ତି ଶିବକର ଦେବ ବା ଫାଉଣ୍ଡର ହଉଛନ୍ତି ଶିବକର ଦେବ ଯାହାକୁ ଉନ୍ମତ୍ତ ସିଂହ ବୋଲି କୁହାଯାଏ। ଉନ୍ମତ୍ତ ସିଂହ ଯଦି ମାନେ ଓଡିଆରେ କୁହାଯାଏ ଉନ୍ମତ୍ତ ଡୋଣ୍ଟ ବି କନଫ୍ୟୁଜ ହୁଏ ତ ଉନ୍ମତ୍ତ ସିଂହ ଲେଖା ହଉଛି ବଟ ସିଂହ ଆମେ ଏଟା ପଢୁଛେ ତ ଉନ୍ମତ୍ତ ସିଂହ ଲେଖା ହେଲା ବି ସେଇଟା ଭୌମକର ଡାଇନେଷ୍ଟିରୁ ବିଲଙ୍ଗ କରୁଛି ଆଉ ଶିବକର ଦେବ ଯଦି ୱାନ୍ ଲେଖା ହେଇଛି ସେଇଟା ବି ଭୌମକର ଡାଇନାଷ୍ଟିରୁ ବିଲଙ୍ଗ କରୁଛି ବୋଲି କନଫ୍ୟୁଜ ହବ ନାହିଁ। ତ ଭୌମକର ଡାଇନାଷ୍ଟିର ଯୋଉ ପ୍ରେଜେନ୍ସ ଓଡିଶାରେ ଥିଲା ବୋଲିକି ଆମେ କୋଉଠୁ କୋଉଠୁ ଜାଣୁଛେ ତ ଗୋଟେ ହେଲା ଫର୍ଷ୍ଟ ହେଲା ସୋର୍ସେସ୍ ହେଲା ନେଉଳ ନେଉଲ ନେଉଲପୁର ଲେଖା ହେଇଛି ଯଦି ଆମେ ଆମ ଓଡିଆ ଭାଷାରେ କହିବା ଏଟା ହଉଛି ନେଉଲପୁର ପ୍ଲେଟ। ତାପରେ ଆଉ ଗୋଟେ ହଉଛି ଗଣେଶ ଗୁମ୍ଫା କୋଉଠି ଅଛି ସର୍ଚ୍ଚ କରିବ। ତାପରେ ଧଉଳି ଯାହା ବି ଯୋଉଠି ବି ଯୋଉ ଇନସ୍କ୍ରିପସନ କିମ୍ବା ମୋନୁମେଣ୍ଟ ଯାହା ବି ରହିଗଲା ୱିଥ ଟାଇମ ଯୋଉ ରାଜା ମାନେ ଆସନ୍ତି ସେଇଠି କିଛି ଆଡ କରି କରି ଚାଲନ୍ତି। ସେମାନେ ନୂଆ ତ ବନାନ୍ତି ପ୍ଲସ ସେଠି ତାଙ୍କର କିଏ ଏକ୍ସଟେନସନ କଲାଣି କିଏ ସେଠି ଆଉ କିଛି ଲେଖେଇଲାଣି କିଏ ଆଉ ଗୋଟେ ମନ୍ଦିର ଆଡ କଲାଣି ତ ଏଇଭଳିଆ ମୋଡିଫିକେସନ ଚାଲିଥାଏ। ତ ଗଣେଶ ଗୁମ୍ଫା ଇନସ୍କ୍ରିପସନ ନେଉଲପୁର ପ୍ଲେଟ ଇନସ୍କ୍ରିପସନ ଧଉଳିରେ ବି କିଛି ଲେଖା ଅଛି ଧଉଳି କେଭ୍ ଇନସ୍କ୍ରିପସନ ଆଉ ଗୋଟେ ଅଛି ଅନୁଗୁଳ ଚାର୍ଟର ଆଉ ଗୋଟେ ହଉଛି ତାଲତଲି ଚାର୍ଟର ଏଗୁଡା ହଉଛି ଗୋଟେ ଗୋଟେ ସୋର୍ସେସ୍ ଯୋଉଠୁ ଆମେ ଆଉ ଗୋଟେ ହଉଛି ଯୋଉଟା କି ଓଡିଶା ବାହାରେ ଅଛି ଆଉଟ ଅଫ ଓଡିଶା ବାହାରେ ଅଛି କରେଣ୍ଟଲି କୋଉଠି ଦେଖିବେ ସେଟା ହଉଛି ବାଦଲ ପିଲାର ଇନସ୍କ୍ରିପସନ ଇମ୍ପୋର୍ଟାଣ୍ଟ ବାଦଲ ପିଲାର ଇନସ୍କ୍ରିପସନ ରେ ଆମେ ଇନଫର୍ମେସନ ପାଉଛେ ଯେ ଭୌମକର ମାନେ ଓଡିଶା ରେ ରାଜୁତି କରୁଥିଲା ଆଉ ଏଇଠି ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଏଠୁ ଦେଖୁଛେ ଯେ ଭୌମକର ମାନେ ପାଳକିଙ୍କୁ ଡିଫିଟ କରିଥିଲେ ଡିଫିଟେଡ ପାଳକିଙ୍ଗସ୍ ପାଳ ରୁଲର ଯୋଉ ଆମେ କହୁଛେ ଯଦି ମିଡିଏଭାଲ ଇଣ୍ଡିଆ କଥା ପଢିବା ସେତେବେଳେ ପାଳ ରୁଲର ମାନେ ଖାସ କରିକି ୱେଷ୍ଟ ବେଙ୍ଗଲ ଆସାମ ସେଇ ଏରିଆରେ ରୁଲ କରୁଥିଲେ। ତ ତାକୁ ଇମିଡିଏଟ ଲାଗିକି ଓଡିଶା ଥିଲା ତ ସେମାନଙ୍କ ଭିତରେ ପରସ୍ପର ନିଜ ନିଜ ଏରିଆକୁ ଆକ୍ୟୁର କରିବା କନକ୍ୟୁର କରିବା ଏଇଟା ସବୁ ଚାଲିଥିଲା। ତ ଏ ଭୌମକର ରୁଲର ଏକ୍ଜାକ୍ଟଲି କହିବାକୁ ଗଲେ ଶିବକର ଦେବ ଟୁ ଜଣେ ଥିଲେ ଶିବକର ଦେବ ଟୁ ଡିଫିଟେଡ ପାଳ କିଙ୍ଗ ଏକ୍ଜାକ୍ଟଲି କହିବାକୁ ଗଲେ ଦେବପାଳ। ଓକେ ତ ସେଇ ଟାଇମରେ ମୋହିନୀ ଟେମ୍ପଲ ଗୋଟେ ବନିଥିଲା ମୋହିନୀ ଟେମ୍ପଲ
करेंटली एटा कोठी अछि नियर बिंदुसागर भुवनेश्वर। एग्जाम रे पचारि दଉଛି ମନ୍ଦିର କୁଆଡୁ କୁଆଡୁ ଉଠେଇକି ଏଟା କୋଉଠି ଅଛି କି ଏଷ୍ଟାବ୍ଲିଶ କରିଥିଲା। ଏଟା ଭୌମକର ଟାଇମ ରେ ମାନେ ବନା ହେଇଥିଲା। ମୋହିନୀ ଟେମ୍ପଲ ନିୟର ବିନ୍ଦୁସାଗର ଆଉ ବାଏ ମୋହିନୀ ଦେବୀ। ଆଗେ ତ ଏ ପାଳକିଙ୍କୁ डिफिट କରିଥିଲେ ବୋଲି ଏ ଷ୍ଟୋରି ଆଉ ଗୋଟେ ସୋର୍ସ ଜଣା ପଡେ। ଗୋଟେ ହଉଛି ବାଦଲ ପିଲାର ଇନସ୍କ୍ରିପ୍ସନ ଆଉ ଗୋଟେ ହଉଛନ୍ତି ଆକାଉଣ୍ଟସ୍ ଅଫ ତାରାନାଥ। ତାରାନାଥ କିଏ କୁହାଯାଏ? ବୁଦ୍ଧିଷ୍ଟ ମାନଙ୍କର ଯୋଉ ଲାମା ଥାଆନ୍ତି, ଲାମା ଅଛନ୍ତି, ସେ ଟାଇମରେ କିଏ ଜଣେ ଥିଲେ, ତାଙ୍କର ନିଜର ରେକର୍ଡସ ଥିଲା। ସେ ରେକର୍ଡସ ରେ ବି ଏଇ କଥା ଲେଖା ହେଇଛି ଯେ ଭୌମକର ମାନେ ପାଳ ରାଜାଙ୍କୁ ମାନେ ହରେଇଥିଲେ କିମ୍ବା ସେଇ ପୋର୍ସନ ଟାକୁ ବି ଜୟ କରିଥିଲେ ବୋଲିକି। ଓକେ, ଏତିକି ତ ଗଲା ଇନସ୍କ୍ରିପ୍ସନ वगैरह ଯାହା ଯାହା ହେଇଛି। ସବୁଠୁ ବେଶୀ ଇମ୍ପୋର୍ଟାଣ୍ଟ ପାଳ ଆଡମିନିଷ୍ଟ୍ରେସନ ରେ ଥିଲା। ଫର୍ଷ୍ଟ ଟାଇମ ଓଡିଶା ହିଷ୍ଟ୍ରିରେ ଆମେ ପାଉଛେ ଯେ women ruler and they are also very strong। women ruler ର ଫର୍ଷ୍ଟ ମାନେ ଆମେ ପାଉଛେ ଓଡିଶା ହିଷ୍ଟ୍ରିରେ ପ୍ରୁଫ କେତେବେଳେ? ଭୌମକର ଡିନାଷ୍ଟିରେ। ଓକେ, ତ ଆମେ ଦେଖିବା ହୁ ଆର୍ ଦ ଇମ୍ପୋର୍ଟାଣ୍ଟ ରୁଲର୍ସ। କିଏ ସବୁ ୱିମେନ୍ ରୁଲର ଥିଲେ ଯୋଉମାନେ କି ପାଳ ଡାଇନାଷ୍ଟି ସରି ଭୌମକର ଡାଇନାଷ୍ଟିରେ ବହୁତ ଇମ୍ପୋର୍ଟାଣ୍ଟ ରୁଲ କରିଥିଲେ ଆଉ ମନ୍ଦିର ବଗେରା ସବୁ ଏଷ୍ଟାବ୍ଲିଶ କରିଥିଲେ। ସେଥିରେ ସବୁଠୁ ଇମ୍ପୋର୍ଟାଣ୍ଟ ଆସିଲେ ତ୍ରିଭୁବନ ମହାଦେବୀ। ତ୍ରିଭୁବନ ମହାଦେବୀ। ତ୍ରିଭୁବନ ମହାଦେବୀ ଗୋଟେ ଯୋଉ ସେମାନେ ଯୋଉ ଆଡପ୍ଟ କରନ୍ତି ନା ଚକ୍ରବର୍ତ୍ତୀ, ସମ୍ରାଟ, ମହାରାଜାଧିରାଜ, ପରମେଶ୍ୱର, ଏସବୁ ଅଲଗା ଅଲଗା ଯୋଉ କଣ ଖିତାବ ଯୋଉ କୁହାଯାଏ ସେଇଟାକୁ ସେମାନେ ଆକ୍ୱାର କରନ୍ତି। ତ ସେ ନିଜକୁ ଗୋଟେ ଟାଇଟେଲ ଦେଇଥିଲେ, ବୋର୍ ଦ ଟାଇଟଲ କଲ୍ଡ ପରମ ବୈଷ୍ଣବୀ। ମିନ୍ସ ସେ ବୈଷ୍ଣବ ଧର୍ମକୁ ଫଲୋ କରୁଥିଲେ, ଯେମିତି କି ସେ ଟାଇମରେ ବୁଦ୍ଧିଜିମକୁ ବି ଫଲୋ କରୁଥିଲେ। ସେମ ସେମ ଓନଲି ଦ୍ୟାଟ ଭୌମକର ଡିନାଷ୍ଟ୍ରି ଅଲଗା ରାଜା ମାନେ ବୁଦ୍ଧିଷ୍ଟ ଟେମ୍ପଲ ବଗେରା ସବୁ ବନା ହେଇଥିଲା, କିନ୍ତୁ ଇଏ ଶୈବାଇତ ବି ଥିଲେ। ତ ଇଏ ବୈଷ୍ଣବ ମାନେ ଭଗବାନ ବିଷ୍ଣୁଙ୍କୁ ମାନୁଥିଲେ, ତ ସେଥିପାଇଁ କି ପରମ ବୈଷ୍ଣବୀ ଟାଇଟେଲ ସେ ଆକ୍ୟୁର କରିଥିଲେ। ତାମାନେ ସେ ବୈଷ୍ଣବିଜମକୁ କଣ କରୁଥିଲେ? ପ୍ରମୋଟ ପ୍ରମୋଟ କରୁଥିଲେ ଆଉ କି ସ୍ପନ୍ସର କରୁଥିଲେ। ତାଙ୍କ ପାଇଁ କି ଯାହାବି ସେମାନେ ସବୁ ଗ୍ରାଣ୍ଟସ ଦିଅନ୍ତି, ଅଲଗା ଅଲଗା ଜମି ଗ୍ରାଣ୍ଟସ ଦିଅନ୍ତି, ବ୍ରାହ୍ମଣ ମାନଙ୍କୁ ଗ୍ରାଣ୍ଟସ ଦିଆଯାଏ, ଜାଗା ଦିଆଯାଏ, ପଇସା ଦିଆଯାଏ, ଅଲଗା ଅଲଗା ରୂପରେ ସବୁ ସେମାନଙ୍କୁ ଡୋନେସନ କରାଯାଏ ତାକି ଗୋଟେ ରିଲିଜିଅନ ର ପ୍ରଚାର ପ୍ରସାର ହବ। ଯେମିତି ଏବେ ଅଛି ସେମିତି ସେତେବେଳେ ବି ଥିଲା, ତ ଚାଲିଥିଲା। ତ ସେ ଟାଇମରେ ବି ଶକ୍ତି ପୂଜାର ବହୁତ ମାନେ ପ୍ରଚାର ପ୍ରସାର ହେଇଥିଲା। ବହୁତ ଗୁଡେ ଶକ୍ତି ଟେମ୍ପଲ ବି ଦେଖିବାକୁ ମିଳେ, ଯେମିତିକି ବୈତାଲ ଟେମ୍ପଲ, ଶକ୍ତି ଟେମ୍ପଲ୍ସ। ଏଇଟା ବି ଲିଙ୍ଗରାଜ ଟେମ୍ପଲ ପାଖରେ ଅଛି, ବୈତାଳ ଟେମ୍ପଲ। ଆଉ ମୁଁ ଏକ୍ଜାକ୍ଟଲି କହିବାକୁ ଯଦି ୟାର ଆର୍କିଟେକ୍ଚର କଥା କହିବା, ୟାର ଯଦି ଆର୍କିଟେକ୍ଚର କଥା କହିବା, ଇଟ୍ ଇଜ ଇନ୍ସପାୟର୍ଡ फ्रॉम जो बेंगल स्टाइल ऑफ आर्किटेक्चर। एठू भी इन्स्पायर्ड ହେଇଛି କାରଣ ଛାତଟା ତାର ପ୍ରାୟ ଏମିତି ପ୍ଲେନ ପ୍ଲେନ ଥାଏ, ଯୋଉଟା କି ୱେଷ୍ଟ ବେଙ୍ଗଲରେ ସେପଟେ ଦେଖାଯାଏ। ତ ବୈତାଳ ଟେମ୍ପଲ ଗୋଟେ, ଆଉ ମୋହିନୀ ଟେମ୍ପଲ ତ ତମେ ପଢିଲେ। ତାପରେ ଆଉ ଗୋଟେ ଅଛି ଉତ୍ତରେଶ୍ଵର।
टेम्पल्स आर वेरी इंपोर्टेंट लेखिकी रख हाइलाइट करके रख काहा टाइम रे को टेम्पल बनी थिला जदि किए बनी थिला इन्फॉर्मेशन अच्छी बहुत बड़ इठी खास करके उत्तरेश्वर टेम्पल रे कौन चामुंडांकर फिगर अच्छी ता माने इठी शक्ति पूजा करा जाऊ थिला ओके तापरे सात कल्टर भी इठी अच्छा खासा डेवलपमेंट ହେଇଥିଲା तापरे आमे जदि देखिबा से समय रे आउ किए थिले तापरे आउ जणे इम्पोर्टेंट रूलर थिले गोटे त्रिभुवन महादेवी गले वीमेन रूलर तापरे आसिले गौरी महादेवी महादेवी एटा हम कोठु जानिया को मिलची कुमुरंग प्लेट इंस्क्रिप्शन ए इनफॉरमेशन गुड़ाक रिव्यू ऑफ ओडिशा रे अच्छी सेथिपाई कि दिस आर रिव्यू ऑफ ओडिशा इज ए डॉक्यूमेंट ऑफ गवर्नमेंट ऑफ ओडिशा दैट्स व्हाई दिस इनफॉरमेशंस आर वेरी इंपोर्टेंट तो ए वर्ड गुड़ा को मने रखिदबा मोस्ट प्रोबेबली दिस क्वेश्चंस विल बी आस्क्ड ए पर्यंत आसी नाही एते इन डेप्थ रे बट ग्रेजुअली दे विल आस्क धीरे धीरे एगुड़ा को पचारिबे तो गौरी महादेवी से तांको विषय रे जणा पड़ी से भी रूलर थिले वीमेन रूलर कुमुरंग प्लेट इनस्क्रिप्शन नु तांको विषय रे जणिया को मिले जे सी वाज ए वेरी पावरफुल रूलर जे कि ब्लड एंड आयरन मेथड रे पूरा देश को कंट्रोल करके रखिथिले तांको अलगा माने भी तांको टाइम रे अलगा आउटसाइडर माने अटैक करि पार नथिले से तांको बॉर्डर को बहुत भलो मैनेज करके रखिथिले तो ए कुमुरंग प्लेट इनस्क्रिप्शन टा लेखा हेइथिला काहा विषय रे अबाउट गौरी महादेवी बट हु डिड दिस तांको झियो दांडी महादेवी दांडी महादेवी एटा लिखेइथिले तो आमे कहि परिबा जे गौरी महादेवी और दांडी महादेवी एई दि जणको विषय रे आमे इन्फॉर्मेशन कोठु पाउचे कुमुरंग प्लेट इंस्क्रिप्शन ड्यूटी हला वेयर वी हैव टू सर्च यू हैव टू सर्च देन तापर आसला धर्म महादेवी तापर आसिले तांको विषय रे आमे जानिया को पाउचे अनुगुल चार्टर एंड तालतली चार्टर तो एतिकी इम्पोर्टेंट हला एठी आमे आउ गोटे जिंस भूली गले सेटा होची हमें सेई टाइम रे लोकेशन टा देखि दवा जदी हमें ओडिसा रो मैप थिला एठी हां एटा मु कहिथिली शैलद भवज माने एई एरिया रे आगुरु रूल करूथिले शैलद भवज माने एई जगह को को माने एक्वायर करले भौमकर माने जदी एक्वायर करले एग्जैक्टली तांकर कैपिटल थिला एटा थिला कोठी ताकू आमे कहूचे कोन सेते बेले ता न थिला गुहे गुहा देव कटक बा गुहे स्वर कटक ना गुड़ा टिके तेढ़ा जोटा कि एबे कोठी अछि मॉडर्न जाजपुर रे अछि एटा होची तांकर कैपिटल कैपिटल सिटी मोस्ट इंपोर्टेंट सिटी होची एटा तो एगुड़ा होची मेजर डेवलपमेंट जोटा कि तांको टाइम रे हेइथिला आउ मंदिर गुड़ाक बनैथिले मोहिनी टेम्पल जे कि मोहिनी देवी बनैथिले बिंदुसागर पाखरे पाଳ किंग्स ମାନଙ୍କୁ ସେମାନେ ମାନେ ପାଳ କିଙ୍ଗ କୁ ସେ ଡିଫିଟ୍ କରିଥିଲେ କିଏ ଶିବକର ଦେବ ଟୁ ଯିଏକି ଦେବପାଳ ପାଳ ପାଳ ମାନଙ୍କର ରାଜା ସେତେବେଳେ ଥିଲେ ଦେବପାଳ ସିଏ ତାଙ୍କୁ ଡିଫିଟ୍ କରିଥିଲେ ତାପରେ ଦିସ୍ ଇଜ ଭେରି ଇମ୍ପୋର୍ଟାଣ୍ଟ ୟୁ ହାଭ୍ ଟୁ ରିମାଇଣ୍ଡ ଛୋଟ ଛୋଟ ମନ୍ଦିର ଗୁଡାକୁ ଖୋଜି ଖୋଜି ପଚାରୁଛି ତାପରେ ଓମେନ୍ସ ରୁଲର ସେଠି ବହୁତ ଇମ୍ପୋର୍ଟାଣ୍ଟ ଥିଲେ ସେ ଟାଇମରେ କୁହାଯାଏ ଯେ ମାନେ ଓଡିଶା ମାନେ କଳିଙ୍ଗ ୱାଜ ଫ୍ଲରିଶ୍ଡ ଅଣ୍ଡର ଭୌମ କ୍ୱିନ୍ସ ମାନେ ସେମାନେ ବହୁତ ହି ପାୱାରଫୁଲ ଥିଲେ ସେମାନଙ୍କ ସେଇ ବିଷୟରେ ଇନଫର୍ମେସନ ଆମେ ତାଳଚେର ପ୍ଲେଟ ଇନସ୍କ୍ରିପସନ ମିଳୁଛେ
ତ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ସୋର୍ସ ହଉଛି ହୁଦୁଦୁଲ ଆଲମ। ଏଇଟା ଆମେ ହାଇଲାଇଟ କରିକି ରଖିବା। ହୁଦୁଦୁଲ ଆଲମ, ହୁଦ ଉଦ ଅଲ ଆଲମ ଇଜ ଏ ଭେରି ଇମ୍ପୋର୍ଟାଣ୍ଟ ସୋର୍ସ, ଯିଏକି ଏସ୍ପେସିଆଲି ମାନେ ଭୌମ କୁଇନ ମାନଙ୍କର ଷ୍ଟ୍ରଙ୍ଗ ରୁଲ ବିଷୟରେ ଏକ୍ସପ୍ଲେନ କରେ। ଓକେ, ହୁଦୁଦୁଲ ଆଲମ ଏଇଟାକୁ ହାଇଲାଇଟ କରିକି ରଖିବା। ଦିସ୍ ଇଜ ଏ ଭେରି ଇମ୍ପୋର୍ଟାଣ୍ଟ ସୋର୍ସ ଯୋଉଥିରୁ କି ଆମେ ଜାଣିପାରୁଛେ ଏବେ ଯେ ସେଇ ଟାଇମରେ ୱିମେନ ମାନଙ୍କର, ଯେମିତିକି ଆମେ କହୁଛେ ଆନ୍ସି ଆଉ ଇଣ୍ଡିଆନ ହିଷ୍ଟ୍ରିରେ ଫାଷ୍ଟ ରଜିଆ ସୁଲତାନା, ସିଏ ହେଇଥିଲେ ରାଣୀ। ସିଏ ତ ହେଲେ ବହୁତ ଡେରିରେ ହେଇଥିଲେ, 15th century ସେପଟକୁ ପଳେଇଥିଲା। ବଟ୍ ଓଡିଶା ୱାଜ ୱେ ahead। ସେ 7th 8th centuryରେ ୱିମେନ ରୁଲର ପାଇଯାଇଥିଲା, ମାନେ ସେ କେତେ ଆଗକୁ ଥିଲା। ତ ଇଟ୍ସ ଅଲ୍ ଏବାଉଟ୍ ଆମର ଭୌମକର ଡାଇନାଷ୍ଟି ସରିଲା। ତ ଭୌମକର ଡାଇନାଷ୍ଟି ପରେ ତାପରେ କଣ ହେଲା, ଓଡିଶା ଧୀରେ ଧୀରେ ଭାଙ୍ଗିବାକୁ ଲାଗିଲା, ଛୋଟ ଛୋଟ ମଣ୍ଡଳରେ ଡିଭାଇଡ ହେଇଗଲା। ୱିଥ ଟାଇମ କଣ ହୁଏ ନା, ୱିକ୍ ହେଇଯାଆନ୍ତି। ଯେକୌଣସି ଡାଇନାଷ୍ଟିର ଉତ୍ଥାନ ଯେମିତି ହୁଏ, ପତନ ହୁଏ। ଏଇଟା ହଉଛି ରୁଲ, ଏଇଟା ହଉଛି ସମସ୍ତଙ୍କ ଆମ ଲାଇଫରେ ବି ସେୟା। ଜୀବନରେ ଉତ୍ଥାନ ଯେମିତି ହୁଏ, ପତନ ବି ସେମିତି ହୁଏ। ତ ସେଇଟା ଅଛି। ତ ସେ 200 ବର୍ଷ ଶାସନ କଲା ପରେ ଧୀରେ ଧୀରେ ସେମାନେ ୱିକ୍ ପଡିଗଲେ। ସେତେବେଳେ କଣ ହେଲା ନା, ଓଡିଶା was divided into small mandals। ଓକେ, ଏଠି ଆମର ବେଶୀ କିଛି ଇନଫର୍ମେସନ ନାହିଁ, ବଟ୍ ଆମର ଲେଖା ହେଇଛି ଯେହେତୁ ରିଭ୍ୟୁ ଅଫ ଓଡିଶାରେ ଏଇ ଇନଫର୍ମେସନ ଅଛି, ଦେନ୍ ଆମକୁ ଜାଣିବାକୁ ପଡିବ, ଆଟଲିଷ୍ଟ ଆଟଲିଷ୍ଟ ଜାଣିବାକୁ ପଡିବ ଯେ କୋଉ ମଣ୍ଡଳଟା କାହା ଦ୍ଵାରା ରୁଲ ହେଇଥିଲା। ଯେମିତି କି ଆମର ମରାଠା କନଫେଡେରେନ୍ସି, ସେଗୁଡା ସବୁ ଭାଙ୍ଗିଗଲା। ଭାଙ୍ଗି କରିସାରିଲା ପରେ ହୋଲକାର୍ସ, ଚାଣ୍ଡେଲ, ସେ ସବୁ ଛୋଟ ଛୋଟ ହେଇଗଲେ। କିଏ କାହା ଦ୍ଵାରା ରୁଲ ହଉଛି, ଆଗରୁ ସବୁ ୟୁପିଏସସି ର ସେଇଭଳିଆ କ୍ୱେଶ୍ଚିନ୍ ପଚାରୁଥିଲା। ଓପିଏସସି ରେ ବି ଧୀରେ ଧୀରେ ବେଳେ ବେଳେ ସେଗୁଡା ସବୁ ପଚାରିଥିଲେ ଯେ ମରାଠାସ କୋଉ ଏରିଆରେ ରୁଲ କରୁଥିଲେ, ଆଉ କେତେ କଣ ମରାଠାସ ମାନେ କୋଉ ଏରିଆକୁ ରୁଲ କରୁଥିଲେ, କଣ କରୁଥିଲେ, ଏଗୁଡା ସବୁ ଏଇଭଳିଆ କ୍ୱେଶ୍ଚିନ୍ ପଚାରେ। ତ ସେମିତି ଯଦି ଆମେ ଦେଖିବା, ସେତେବେଳେ କଣ ହୁଏ ନା, ଧୀରେ ଧୀରେ ଯୋଉ ମଣ୍ଡଳସ ରେ ଡିଭାଇଡ ହେଇଥିଲେ, ସେ ମଣ୍ଡଳସ ଗୁଡାକ ନା ଆମେ ଖାଲି ଲେଖିଦବା, ଭଞ୍ଜ ମାନେ ରୁଲ କରୁଥିଲେ ଖିଞ୍ଜାଲି ମଣ୍ଡଳକୁ, ଖିଞ୍ଜାଲି ମଣ୍ଡଳ। ଓକେ, ତାପରେ ସୁଲକିଜ କୋଦଲକ ମଣ୍ଡଳ। ହୁଏତ 4ଟା ଅପସନ ଆଇ ଥିଙ୍କ ଏତେ କଷ୍ଟ ପଚାରିବ ନାହିଁ, ବଟ୍ ଏଇଟା ଇମ୍ପୋର୍ଟାଣ୍ଟ ସିଜିଏଲ ପାଇଁ ବିଲକୁଲ ବି ନାହିଁ। ବଟ୍ ଏଇଟା ଲେଖି ଦେଇଥାଅ, ଇନ୍ ଫ୍ୟୁଚର ଅଲଗା ଜିନିଷ ପାଇଁ କି ୟୁଜ ହେଇପାରେ। ତୁଙ୍ଗସ यम, pronunciations are very difficult, ଟିକେ यम ଗର୍ତ୍ତ ମଣ୍ଡଳ, ଯମ ଗର୍ତ୍ତ ମଣ୍ଡଳ ଯଦି ଆମେ ଓଡିଆରେ କହିବା। ତାପରେ ନନ୍ଦୋଦ ଭବସ ମାନେ ରୁଲ ହଉଥିଲେ କାହା ଅଣ୍ଡରେ, ଐରାବତ ମଣ୍ଡଳ, ଐରାବତ ମଣ୍ଡଳ। ହୁଏତ ଓପିଏସସି ରେ ପଚାରିପାରେ, ଏସଓ ରେ ପଚାରିପାରେ। ସୋ ମୁଁ ମୋ ପାଖରେ ଥିଲା ତ ଆଇ ଥିଙ୍କ ଆଇ ସୁଡ୍ ସେୟାର। ଦେନ୍ ମୌର୍ୟସ ମାନେ ରୁଲ କରୁଥିଲେ ବଣେଇ ମଣ୍ଡଳ। ଓକେ, ଦେନ୍ ଗଙ୍ଗଜ ମାନେ ରୁଲ କରୁଥିଲେ ଶ୍ଵେତକ ମଣ୍ଡଳ। ଏଇ ସେତେବେଳେ ଏଇ ଛୋଟ ଛୋଟ ମଣ୍ଡଳରେ ସବୁ ଡିଭାଇଡ ହେଇକି ଥିଲା। ଶ୍ଵେତକ ମଣ୍ଡଳ ଟା ଏଠି ଥିଲା,
ଶ୍ଵେତକ ମଣ୍ଡଲ। ତାପରେ ଖିଞ୍ଜାଲି ମଣ୍ଡଲଟା ଏଇ ଏରିଆରେ ଥିଲା। କେ ମଣ୍ଡଲ ଲେଖି ଦଉଛି। ଐରାବତଲଟା ଏପଟେ ଥିଲା। ଐରାବତ। ଏମିତି ହେଇକି ସେଇଟା ସବୁ ଡିଭାଇଡ। ଏପଟେ ଥିଲା ଏଠି କଙ୍ଗୁଦି ମଣ୍ଡଳ ଥିଲା। ତ ଏମିତି ହେଇକି ସେ ଡିଷ୍ଟ୍ରିବ୍ୟୁଟ ହେଇକି ଥିଲା। ତାପରେ ଆସିଲେ ଜଷ୍ଟ ଖାଲି ନାଁକୁ ଯଦି କ୍ରୋନୋଲୋଜି ପଚାରେ ୟା ନାଁ ଉଠିପାରେ ଯେ କ୍ରୋନୋଲୋଜିକାଲି ଆରେଞ୍ଜ କର ଯେ କାହା ପରେ କୋଉଟା ଆସିଥିବ, ସେଥିପାଇଁ କି ଆମକୁ ଜଷ୍ଟ ନାଁଟା ଜାଣିବା ଦରକାର, ଦ୍ୟାଟ୍ସ ଇଟ୍। ଆଉ ସେଥିରେ କିଛି ନାହିଁ। ସରଭ ପୁରିଆସ ଯୋଉମାନେ କି କହନ୍ତି ଯେ ସେମାନେ ଧୀରେ ଧୀରେ କଣ କଲେ ନା ୟାର ଇନଫର୍ମେସନ ଆମେ କୋଉଠୁ ପାଉଛେ, ଏଇଟା ଇମ୍ପୋର୍ଟାଣ୍ଟ। ଏଇଟା ଟିକେ ଖାଲି ଜାଣିଥିବ। ଇରାନରେ ବହୁତ ଜିନିଷ ଇରାନ ବିଷୟରେ ଅଛି ହିଷ୍ଟ୍ରିରେ। ତ ଇରାନ ଷ୍ଟୋନ ଇନସ୍କ୍ରିପସନ ରୁ ଆମେ ପାଉଛେ। ଇରାନ ଷ୍ଟୋନ ଇନସ୍କ୍ରିପସନ ଆମେ ପାଉଛେ ସରଭପୁରିଆ ମାନେ ଆସିକି ଓଡିଶାରେ କିଛି ଦିନ ପାଇଁ ରୁଲ କରିଥିଲେ। ତ ସେମାନେ ୱିକ୍ ହେଇଗଲେ ୱିଥ ଟାଇମ। ଆଉ ସେମାନେ ତାଙ୍କର ପାୱାରଟା ତାଙ୍କର ଯେହେତୁ ଆଉ କେହି ଅପବ୍ରିଙ୍ଗ ରହିଲେନି, ତ ସେମାନେ ପାସ୍ ଅନ୍ କରିଦେଲେ କୋଉଠିକି, ପାଣ୍ଡୁ ବଂଶୀଙ୍କୁ। ପାଣ୍ଡୁବଂଶୀ ଡେନାଷ୍ଟି। ପାଣ୍ଡୁବଂଶୀ ଡେନାଷ୍ଟି ଯୋଉଟାକୁ ଆମେ କହୁଛେ ସୋମବଂଶୀ। ସୋମବଂଶୀ ଡେନାଷ୍ଟି। ଏଇଠୁ ହେଲା ଆମର ମିଡିଆଭଲ ଏଜ। ଯଦି ଆମେ ମିଡିଆଭଲ ଏଜ କହିବା, ମିଡିଆଭଲ ଏଜ ଧରାଯାଏ ପ୍ରଫେଟ ମହମ୍ମଦଙ୍କ ବର୍ଥଡେରୁ। ପ୍ରଫେଟ ମହମ୍ମଦ ଅଲମୋଷ୍ଟ 576 ସେଇ ଟାଇମରେ ଜନ୍ମ ହେଇଥିଲେ। ତ ସେଇଠୁ ମିଡିଆଭଲ ଏଜ ଧରାଯାଏ। ବଟ୍ ଇଣ୍ଡିଆକୁ ଯେତେବେଳେ ମୁସଲିମ ରୁଲର୍ସ ମାନେ ଆସିଲେ ଆଉ ସେମାନଙ୍କର ଇମ୍ପାକ୍ଟ ଦେଖାଯିବ, ସୋ ଇଣ୍ଡିଆର ହିଷ୍ଟ୍ରି ଯେତେବେଳେ ବଣ୍ଟା ହେଇଛି, ଖାସ କରିକି 9th 10th ସେଞ୍ଚୁରୀଠୁ ଆମେ ତାକୁ ମିଡିଆଭଲ ଏଜ ବୋଲି ନେଇଛେ। ତ ମିଡିଆଭଲ ଏଜରେ ସୋମବଂଶୀ ରୁଲର ଆସିଲେ, ଯୋଉଥିରେ କି ଆମର ଆଉ ବହୁତ ଚେଞ୍ଜେସ୍ ଆସିଲା ଇନ ଟର୍ମସ ଅଫ ଆର୍ଟ, ଆର୍କିଟେକ୍ଚର, ଲିଟରେଚର। ସେଠୁ ଓଡିଆ ଭାଷାର ଗୋଟେ ମାନେ ଜର୍ଣ୍ଣି ଆରମ୍ଭ ହେଲା। ସେ ଟାଇମରେ ବହୁତ ଗୁଡେ ବୁକ୍ ଲେଖା ହେଲା, ବହୁତ ଗୁଡେ ପାଟ୍ରୋନାଇଜ କଲେ। ମାନେ ଯେମିତି କି ଅଥର ହେଲା, ଯୋଉ କବିତା ଲେଖନ୍ତି, ଇଭେନ ମାନେ ଗଙ୍ଗ ରାଜା ମାନେ କିମ୍ବା ଗଜପତି ରାଜା ମାନେ ବି ନିଜେ ବହୁତ ମାନେ ଲେଖିଛନ୍ତି, ପ୍ଲେ ଲେଖିଛନ୍ତି, ଡ୍ରାମା ଲେଖିଛନ୍ତି। ତ ଏଗୁଡା ସବୁ ହେଲା। ତ ସେ ଟାଇମରେ ଓଡିଆ ଜଗନ୍ନାଥ କଲ୍ଟର ଧୀରେ ଧୀରେ କନସେପ୍ଟ ଆସିଲା। ତ ଓଡିଶାର ମିଡିଆଭାଲ ହିଷ୍ଟ୍ରିରେ ଓଡିଶାରେ ବହୁତ କିଛି ଚେଞ୍ଜେସ୍ ଆସିଲା। ଆଉ ଓଡିଶା ଗୋଟେ ଫୁଲ ଫ୍ଲେଜ ଆଇଡେଣ୍ଟିଟି ଗ୍ରାପ କରିବାର ଡାଇରେକ୍ସନରେ ଯାଉଥିଲା। ତ ସୋମବଂଶୀ और पांडुवंशी डायनास्टी बहुत इम्पोर्टेंट। आमे देखिबा मोस्टली सोमवंशी और पांडुवंशी डायनास्टी, देन इंपेरियल गंगस, तापरे गजपति डायनास्टी। से टाइम रे बहुत गुडा फैक्ट अछि, जेमति कि बहुत गुडा बुक लेखा ହେଇଛି। तापरे टेम्पल्स वगैरह बना ହେଇଛି। एगुडा सब बना ହେଇଛି जोड़ा कि एग्जाम पॉइंट ऑफ व्यू रु बहुत इम्पोर्टेंट। तो नेक्स्ट क्लास रे आमे सोमवंशी रूल को जिबा।